ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତାକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ ଯେ ବ୍ରଜବାବୁ କହୁଛନ୍ତି ଦୋଷଟା ତାହେଲେ କେଉଁଠି ରହିଲା କୁହନ୍ତୁ। ଶିବ ବାବୁ କହିଲେ ରାଗୁଛନ୍ତି କାହିଁକି ଦେଖ ପିଲେ ତମ ମାନଙ୍କର 177 ପେଜକୁ ଦେଖ। ଶୁଣନ୍ତୁ କହୁଛନ୍ତି କିଏ ଶିବୁ ବାବୁ ଆପଣ ବଡ ଅସାମାଜିକ ହୋଇ ପଡିଛନ୍ତି। ଆପଣ ସାମାଜିକ ଆଉ ହେଉନାହାନ୍ତି ଅସାମାଜିକ ହେଇଯାଇଛନ୍ତି। ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା କରି ନ ପାରି ନାହାନ୍ତି। ଆପଣ ଅସାମାଜିକ ହୋଇ ପଡିଛନ୍ତି। ବ୍ରଜବାବୁ କହିଲେ ସେଇଥିପାଇଁ ମୁଁ କଣ କରିବି? ମୁଁ ତ ଫେରେ ଚାକିରି ଅଛି। ସେଇ ସଂସାର କଥା ବୁଝିବାକୁ ମୋ ସମୟ କାହିଁ। ତାପରେ ଶିବକୁ କଣ କହିଲେ ତେବେ ଖାଲି ଚାକିରି କରିଥାନ୍ତେ ସ୍ତ୍ରୀ ସଂସାର କରିନଥାନ୍ତେ। ସ୍ତ୍ରୀ ସଂସାର କରିନଥାନ୍ତେ। ଯୋଉମାନେ ଚାକିରି ସର୍ବସ୍ୱ ସେମାନେଙ୍କର ସ୍ତ୍ରୀ ମାନେ ଏଇପରି ସ୍ୱଚାଚାରୀ ହେବାକୁ ବାଧ୍ୟ ହୁଅନ୍ତି। କହୁଥାନ୍ତି ଯୋଉମାନେ କହିଲେ ଶିବଙ୍କୁ ବୁଝଉଛନ୍ତି ଆପଣଙ୍କ ସ୍ତ୍ରୀଙ୍କ ସମୟ ଦେଇନାହାନ୍ତି ବୁଝିପାରିଲେ। ଆପଣ ସ୍ତ୍ରୀଙ୍କୁ ସମୟ ଦେଇନାହାନ୍ତି ସେଇଥିପାଇଁ ଆପଣଙ୍କ ସ୍ତ୍ରୀ ସ୍ୱେଚ୍ଛାଚାରୀ ହୋଇଯାଇଛନ୍ତି। ଖାଲି ଚାକିରି ଚାକିରି କଥା ନୁହେଁ ଆଜ୍ଞା। ତେଣୁ ଯଦି ଚାକିରି କରିଥାନ୍ତେ ତାହେଲେ ବାହା ହେଇଥିଲେ କାହିଁକି? ସ୍ତ୍ରୀ ସଂସାର କରୁଥିଲେ କାହିଁକି? କରିନଥାନ୍ତି। ସ୍ତ୍ରୀ ସଂସାର କରିନଥାନ୍ତେ ବାହା ହେଇନଥାନ୍ତେ। ଯୋଉମାନେ ଚାକିରି ସର୍ବସ୍ୱ ଯାହାର ସର୍ବସ୍ୱ ଯାହାର ସବୁ କିଛି ହେଲା ଚାକିରି ସେମାନଙ୍କର ସ୍ତ୍ରୀ ଭଳି ସ୍ୱଚ୍ଛାଚାରୀ ହୋଇଯାଇଛନ୍ତି। ତେଣୁ ବ୍ରଜବାବୁ କହିଲେ ଆପଣଙ୍କ ଅନୁମାନ ଭୁଲ ଆଜ୍ଞା। ଆପଣଙ୍କ ଅନୁମାନ ଭୁଲ। ଶିବ ବାବୁ କହିଲେ ହୋଇପାରେ କିନ୍ତୁ ମୁଁ କହେ ନାରୀ ମାନଙ୍କର ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ। ଯଦି କହିବା ଶିବ ବାବୁ କହୁଛନ୍ତି କହିଲେ ବ୍ରଜବାବୁ କହିଲେ ଆପଣଙ୍କର ନାରୀ ମାନଙ୍କ ଉପରେ କୌଣସି ଧାରଣା ନାହିଁ। ଶିବ ବାବୁ କହୁଛନ୍ତି ବ୍ରଜବାବୁକୁ ବୁଝିପାରିଲା ଆପଣଙ୍କର ନାରୀଙ୍କ ଉପରେ କୌଣସି ଧାରଣା ନାହିଁ। ପୁଣି ବ୍ରଜବାବୁ କହିଲେ ନାରୀ ତ ନାରୀ ବାହା ହେବେ ପିଲା ଛୁଆ ଜନ୍ମ କରିବେ ନା ଆପଣ ମାନେ ମତେ ସାହାଯ୍ୟ କରିପାରିଲେ ଦେଖୁଛି ଜନ୍ମ କହିଲାନି ଆଜ୍ଞା। ବ୍ରଜବାବୁ କହିଲେ ନାରୀ ତ ନାରୀ ସେ ନାରୀ ମାନେ ବାହା ହେବେ ତାଙ୍କର ପିଲା ଛୁଆ କରିବେ। ଆଉ ମୁଁ ଦେଖୁଛି ଆପଣ ମାନେ ମତେ ସାହାଯ୍ୟ କରିପାରିବେନି। ମୁଁ ଅତ୍ୟାଚାର ସଂଘକୁ ଆସିଛି। ଆପଣ ଜଣେ ସାଇକେଟ୍ରିଷ୍ଟ କିନ୍ତୁ ମୁଁ ଦେଖୁଛି ଆପଣ ସାହାଯ୍ୟ କରିପାରିବେନି। ଦେନ୍ ଶିବ ବାବୁ କହିଲେ ଆପଣ ସାହାଯ୍ୟ ଦରକାର କରୁନାହାନ୍ତି। ମୁଁ ଯାହା କହୁଛି ସେଇ ଅନୁସାରେ କାମ କରନ୍ତୁ। ମୋ କଥା ଅନୁସାରେ କାମ କରନ୍ତୁ। ଦେଖିବେ ଆପଣଙ୍କ ସ୍ତ୍ରୀ କୁ ଜବତ କରିପାରିବେ ନାହିଁ। ମୋ କଥା ଅନୁସାରେ କାମ କରନ୍ତୁ ଦେଖିବେ ସ୍ତ୍ରୀଙ୍କୁ ଜବତ କରିପାରିବେନି। ଦେନ୍ ବ୍ରଜବାବୁ କହିଲେ ବେଶ ବେଶ କୁହନ୍ତୁ କୁହନ୍ତୁ କଣ କରିବି? ବ୍ରଜବାବୁ କହିଲେ ଆପଣଙ୍କ ସୋସିଏବଲ ହବାକୁ ପଡିବ ବୁଝିପାରିଲା। ଶିବ ବାବୁ କହୁଛନ୍ତି ଆପଣଙ୍କୁ ସୋସିଏବଲ ହବାକୁ ପଡିବ। ଦେନ୍ ବ୍ରଜବାବୁ କହିଲେ କେମିତି ହେବେ ବତେଇ ଦିଅନ୍ତୁ ଟିକେ। ଦେନ୍ ବ୍ରଜବାବୁ କହିଲେ ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଲେଖାଏଁ ଅନ୍ୟ କୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଓ ଗପସପ କରିବାକୁ ପଡିବ। ଆପଣ ପ୍ରତିଦିନ ବା କହିବା ପ୍ରତିଦିନ ଘଣ୍ଟାଏ ଲେଖାଏଁ ଅନ୍ୟ କୌଣସି ମହିଳା ସଙ୍ଗରେ ବା ସାଙ୍ଗରେ ଆପଣ ମିଶା କରିବେ। ମିଳାମିଶା କରିବେ ଆଉ
ତାଙ୍କ ସାଙ୍ଗରେ ଟିକେ ଗପସପ କରିବେ ତାହେଲେ ଆପଣ ସାମାଜିକ ସୋସିଏବଲ ହୋଇପାରିବେ। ଦେନ୍ ବ୍ରଜବାବୁ କହିଲେ ଅନ୍ୟ କୌଣସି ମହିଳାଙ୍କ ସହିତ? ଶିବବାବୁ କହିଲେ ହଁ। ଦେନ୍ ବ୍ରଜବାବୁ କଣ କହିଲେ ଦେଖ କହିଲେ ବ୍ରଜବାବୁ କଣ କହିଲେ ଦେଖ କହିଲେ ଏସବୁ ଏସବୁ ପିଲେ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି। ତାହେଲେ ଆଜି ଯାଏଁ ସେତିକି।